ପ୍ରତିଶୋଧ କେବେ ବି ସବଳ ଲୋକମାନେ ନିଅନ୍ତି ନାହିଁ ଆଜ୍ଞା। ପ୍ରତିଶୋଧ ତ ସବୁବେଳେ ଦୁର୍ବଳ ଲୋକେ ହିଁ ନିଅନ୍ତି। ଆପଣଙ୍କ ମନ ଭିତରେ ଯାହା ସବୁ ଅଛି ସବୁ କିଛି ସତ କହିଦେବା ଆବଶ୍ୟକ ଆଜ୍ଞା। ସତ କହିଲେ ଯାଇ ତ ସମସ୍ୟାର ସମାଧାନ ହେବ ନା। ଏ ଦୁନିଆରେ କୌଣସି ଲୋକ କାହାକୁ ଚାହୁଁଥିବ ନିଜର କରିବା ପାଇଁ, ଆଉ ଏ ଦୁନିଆରେ କୌଣସି ଲୋକ କାହାକୁ ଚାହୁଁଥିବ ଟିକେ ସୁଖ ସୁବିଧା ଦେବା ପାଇଁ। ଆଉ ମୋତେ ମଧ୍ୟ ଗୋଟେ ଲୋକ ଚାହିଁଥିଲା ବାସ୍ ଟାଇମ୍ ପାସ୍ କରିବା ପାଇଁ। ଭଲ ଲୋକମାନଙ୍କର ସବୁଠୁ ଗୋଟିଏ ଖରାପ ପ୍ରକୃତି କହୁଛି ମୁଁ ଆପଣଙ୍କୁ। ସେମାନେ ସେଇ ଲୋକମାନଙ୍କୁ ବି ଭଲ ଭାବି ବସନ୍ତି ଯେଉଁ ଲୋକମାନେ ସେମାନଙ୍କୁ କେବଳ ବ୍ୟବହାର ହିଁ କରନ୍ତି। ପୁରୁଣା ଦିନରେ ଗୋଟିଏ ଚିଠି ଆସିବା ପାଇଁ ଲୋକେ ସପ୍ତାହ ସପ୍ତାହ ଧରି ଅପେକ୍ଷା କରୁଥିଲେ। ଆଉ ଆଜିକାଲିର ଅନଲାଇନ୍ ଯୁଗରେ ଯଦି ରିପ୍ଲାଇ ଦେବାରେ 5 ମିନିଟ୍ ବି ଲେଟ୍ ହୋଇଯାଏ ତେବେ ସମ୍ପର୍କ ଭାଙ୍ଗି ଯାଉଛି। ସବୁବେଳେ ସମସ୍ତଙ୍କ ପାଇଁ ଆପଣ ଆଭେଲେବଲ୍ ରୁହନ୍ତି ନାହିଁ ଆଜ୍ଞା। କାହିଁକି ନା ଏମିତି ହେବା ଦ୍ୱାରା ଆପଣ ନିଜର ଆତ୍ମସମ୍ମାନ ହରେଇ ବସିବେ। ଭାଗ୍ୟଠାରୁ ଯେତେ ତୁମେ ଆଶା ରଖିବ ସିଏ ସେତିକି ତୁମକୁ ନିରାଶା କରିବ। କର୍ମ ଉପରେ ଯେତେ ତୁମେ ବିଶ୍ୱାସ ରଖିବ ତୁମେ ତୁମ ଲକ୍ଷ୍ୟ ପଥରେ ସେତେ ଆଗକୁ ଆଗେଇ ଯିବ। ବହୁତ କଠିନ କାମଟିଏ ସେଇଭଳି ଗୋଟେ ମଣିଷକୁ ମନେଇବା ଯିଏ ଅଭିମାନ ବି କରିନଥିବ ଆଉ କଥା ବି ହେଉନଥିବ। ଜୀବନରେ ଆପଣ ସବୁବେଳେ ଗୋଟିଏ କଥା ମନେ ରଖିବେ, ଏଠି ସବୁ ଲୋକ ଆପଣଙ୍କର ନିଜର ନୁହନ୍ତି। ସବୁ ଲୋକମାନଙ୍କ ଭିତରେ ନିଜର କିଏ ତାହା ଆପଣଙ୍କୁ ହିଁ ଖୋଜିବା ପାଇଁ ହେବ। ମୋ ଜୀବନର ଅନୁଭବରୁ ମୁଁ ଗୋଟିଏ କଥା କହିବା ପାଇଁ ଚାହିଁବି କି ଯେଉଁ ମଣିଷ ଆପଣଙ୍କ ସହ ଯେତେ ମିଶିବା ପାଇଁ ବ୍ୟାକୁଳ ହେଉଛି ସେଇ ମଣିଷ ସହ ହିଁ ଆପଣ ସାକ୍ଷାତ କରନ୍ତୁ। ଫାଲତୁରେ କୌଣସି ଲୋକ ପାଖକୁ ଯାଇ ନିଜ ଜୀବନର ମୂଲ୍ୟବାନ ସମୟକୁ କେବେ ନଷ୍ଟ କରନ୍ତୁ ନାହିଁ। ଯେଉଁମାନେ ଖୁସି ହେବା ପାଇଁ ଚାହୁଁନାହାନ୍ତି ସେମାନଙ୍କୁ କେହି ବି ଖୁସି କରିପାରିବେନି। ଆଉ ଯିଏ ଦୁଃଖରେ ରହିବା ପାଇଁ ନ ଚାହାନ୍ତି ସେମାନଙ୍କୁ କେହି ବି ଦୁଃଖୀ କରିପାରିବେନି। ଯେତେବେଳେ ପରିଶ୍ରମ କରିସାରିଲା ପରେ ମଧ୍ୟ ସଫଳତା ମିଳେ ନାହିଁ ସେତେବେଳେ ଆପଣ ପରିଶ୍ରମ କରିବାର ରାସ୍ତାକୁ ବଦଳେଇ ଦିଅନ୍ତୁ। ନିଜ ଲକ୍ଷ୍ୟକୁ କେବେ ବଦଳାନ୍ତୁ ନାହିଁ। କାହିଁକି ନା ବୃକ୍ଷ ମଧ୍ୟ ନିଜର ପତ୍ରମାନଙ୍କୁ ବଦଳେଇଥାଏ, କେବେ ନିଜ ଚେରକୁ ନୁହଁ। ଏ ଜୀବନର ଅନୁଭବ ଆମକୁ ଗୋଟିଏ କଥା ଶିଖଉଛି କି ଯଦି ଜୀବନରେ ଶାନ୍ତି ଆବଶ୍ୟକ ତେବେ ଅନ୍ୟମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଅପେକ୍ଷା ନିଜକୁ ବଦଳେଇ ଦିଅ, ଦେଖିବ ଶାନ୍ତିରେ ରହିବ। କେବେ କେବେ ମୋ ମନ ଏକଥା ବି କହେ କି ଲୋକମାନଙ୍କ ସହ ମୁଁ ବି ସେମିତି ବ୍ୟବହାର କରନ୍ତି କି ଯେଉଁଭଳି ସେମାନେ ଆମ ସହ କରୁଛନ୍ତି। କିନ୍ତୁ ଗୋଟେ କଥା ସେ ସଂସ୍କାର ଶିଖିନି ନା। ଲୋକେ କୁହନ୍ତି କି କୌଣସି ଜିନିଷକୁ ଅଧିକ ଭାବିବା ଦ୍ୱାରା ସେ ସ୍ୱପ୍ନରେ ଆସିଯାଏ, ତେବେ କୌଣସି ମଣିଷକୁ ଅଧିକ ଚାହିଁବା ଦ୍ୱାରା ସେ ଜୀବନରେ କାହିଁ ଆସେନି। ମଣିଷର ସବୁଠାରୁ ମୂଲ୍ୟବାନ ସାଥୀ ହେଉଛି ସେ ମଣିଷର ସ୍ୱାସ୍ଥ୍ୟ। ଯେତେବେଳେ ସ୍ୱାସ୍ଥ୍ୟ ମଣିଷକୁ ଛାଡ଼ିଦେବ ସେତେବେଳେ ମଣିଷଟି ସମସ୍ତଙ୍କ ଉପରେ ବୋଝ ହେଇଯିବ। ତୁମେ ସବୁ କିଛି କର, କିଛି ଅଭିଯୋଗ ନାହିଁ, କିନ୍ତୁ ଏମିତି କୌଣସି କାମ କେବେ ବି କରିବ ନାହିଁ ଯେଉଁ କାମ ଦ୍ୱାରା ତୁମ ବାପା ମାଆଙ୍କୁ କାହା ଆଗରେ ମୁଣ୍ଡ ନୁଆଇବାକୁ ପଡ଼ିବ।
ଆପଣଙ୍କୁ ବିଶ୍ୱାସ ନହେଲେ ବି ସତ, ଏଠି ଯେଉଁ ମଣିଷର ହୃଦୟ ଅଧିକ ନିର୍ମଳ ହୋଇଥାଏ ନା, ସେଇ ମଣିଷକୁ କଷ୍ଟ ସେଇ ଅଧିକ ଧରଣର ହିଁ ମିଳିଥାଏ। ମୁଁ ଏ ଦୁନିଆର ସମସ୍ତ ଲୋକଙ୍କୁ ବହୁତ ଭଲ ଭାବରେ ଚିହ୍ନି ଯାଇଛି। ଯେତେବେଳେ ମନ ଭରିଯାଏ, ଯେତେବେଳେ ହୃଦୟ ଭରିଯାଏ, ସେତେବେଳେ ଲୋକେ ସମ୍ପର୍କ ଭାଙ୍ଗି ଦିଅନ୍ତି। ଟିକେ ବିଳମ୍ବ ହଉ କିଛି କଥା ନାହିଁ, କିନ୍ତୁ ଜୀବନରେ କିଛି ନା କିଛି ହେବା ପାଇଁ ଚେଷ୍ଟା ନିଶ୍ଚୟ କରିବ। କାହିଁକି ନା ଯଦି କିଛି ତୁମେ ନ ହେବ, ତେବେ ତୁମକୁ କେହି ବି ପଚାରିବେ ନାହିଁ। ଆଖି ଏ ଦୁନିଆର ସମସ୍ତ ଜିନିଷକୁ ତ ଦେଖିପାରୁଛି, କିନ୍ତୁ ଯେତେବେଳେ ଆଖିରେ କିଛି ପଡ଼ିଯାଏ, ସେତେବେଳେ ଆଖି ଦେଖିପାରୁନି। ଠିକ୍ ସେଇଭଳି ମଣିଷ ଅନ୍ୟମାନଙ୍କର ଭୁଲ ଦେଖି ତ ପାରେ, କିନ୍ତୁ ନିଜର ଭୁଲ କେବେ ଦେଖିପାରେ ନାହିଁ। ବହୁତ ପାଖରୁ ମୁଁ ଏ ଦୁନିଆ ଆଉ ଏ ଦୁନିଆର ଲୋକଙ୍କୁ ଦେଖି ସାରିଛି ଆଜ୍ଞା। ଏଠି ପ୍ରତିଟି ଘା ପଛରେ କେବଳ ନିଜ ଲୋକଙ୍କ ହାତ ଥାଏ। ଆଉ ଏକଥା ବି ମୁଁ ଏ ଦୁନିଆ ଲୋକମାନଙ୍କ ଠାରୁ ଦେଖିଛି ଆଜ୍ଞା। ବହୁତ ଜଲ୍ଦି ଲୋକମାନେ ଏଠି ଥକି ଯାଆନ୍ତି, ସେ କୌଣସି ବି ସମ୍ପର୍କରେ ହେଉନା କାହିଁ। କେବେ କେବେ ଆମେ କୌଣସି ଲୋକ ପାଇଁ ଏତେ ବି ଆବଶ୍ୟକୀୟ ହୋଇନଥାଉ, ଯେତିକି ଆମେ ନିଜେ ଭାବି ଦେଇଥାଉ। ସବୁବେଳେ କେବଳ କୌଣସି ଭୁଲ ପାଇଁ ସମ୍ପର୍କ ଭାଙ୍ଗେ ନାହିଁ ଆଜ୍ଞା। ବେଳେବେଳେ ଅବିଶ୍ୱାସ ପାଇଁ ମଧ୍ୟ ସମ୍ପର୍କ ଭାଙ୍ଗି ଯାଇଥାଏ। ବନ୍ଧୁ, ଏଥିପାଇଁ ମଧ୍ୟ ଆମକୁ ହସିବାକୁ ପଡ଼ୁଛି କି କମ୍ ସେ କମ୍ ନିଜ ଲୋକମାନେ ଆଉ କଷ୍ଟ ନ ଦିଅନ୍ତୁ। ସେ ମଣିଷର ସ୍ୱାସ୍ଥ୍ୟ ହେଉ କିମ୍ବା ସମ୍ପର୍କ ହେଉ କିମ୍ବା ସମୟ ହେଉ, ଏସବୁର କୌଣସି ବି ମୂଲ୍ୟ ନଥାଏ ଆଜ୍ଞା। କିନ୍ତୁ ଯେତେବେଳେ ଆମେ ସେମାନଙ୍କୁ ହରେଇବା, ପ୍ରକୃତରେ ତା'ର ମୂଲ୍ୟ ଆମେ ବୁଝିପାରିବା। କୌଣସି ଜାଗାରେ ଅପେକ୍ଷା କରିବା ହେଉ କିମ୍ବା ସହନଶୀଳତାର ପ୍ରବୃତ୍ତି ହେଉ, ଏସବୁ କେବେ ବି ମଣିଷକୁ ଦୁର୍ବଳ କରିନଥାଏ ଆଜ୍ଞା। ଏସବୁ ତ ସେଇ ଶକ୍ତି ହୋଇଥାଏ ଯାହା ମଣିଷକୁ ସାଧନାରୁ ମିଳିଥାଏ। ଲୋକମାନେ ସବୁବେଳେ ଏକଥା ତ ବହୁତ ଭଲ ଭାବରେ କୁହନ୍ତି କି ଯଦି ବଞ୍ଚିବା ତେବେ ପୁଣି ଥରେ ଦେଖା ହେବ। ଆରେ ଭାଇ, ଯଦି ସବୁବେଳେ ଦେଖା ହେବ, ତେବେ ତ ଆମେ ବଞ୍ଚିବା ନା। କୌଣସି ମଣିଷର ସରଳ ସ୍ୱଭାବକୁ ଦେଖି ସେ ମଣିଷକୁ କେବେ ଦୁର୍ବଳ ମଣିଷ ବୋଲି ଭାବିବନି। ସବୁବେଳେ ବଡ଼ ବଡ଼ ଲୋକମାନଙ୍କୁ ମୁଁ ଚୁପ୍ ରହିବାର ଦେଖିଛି ଆଜ୍ଞା। ସବୁବେଳେ ଏଇ ଗୋଟିଏ କଥାକୁ ନେଇ ମୁଁ ଭାବେ, ଏ ଦୁନିଆରେ ସବୁଠାରୁ ଖୁସି କିଏ? ସୁନାର ଚେନ୍ ପକେଇ ବେଡ୍ ଉପରେ ରାତିରେ ନ ଶୋଇ ପାରୁଥିବା ଲୋକ, ୟା ଗୋଟେ ଛୋଟ କୁଡ଼ିଆରେ ନିଜେ ଭଲ ଭାବରେ ମୁଠାଏ ଖାଇ ଶୋଇପାରୁଥିବା ଲୋକ? ଜୀବନରେ ବଞ୍ଚିବା ପାଇଁ କେବେ ମଧ୍ୟ କାହା ଉପରେ ଆପଣ ନିର୍ଭର କରନ୍ତୁ ନାହିଁ। କାହା ଉପରେ ନିର୍ଭର କରିବା ଭଲ କଥା ନୁହଁ। ସେ ଦର୍ପଣରେ ମୁହଁ ହେଇଥାଉ କିମ୍ବା ସଂସାରର ସୁଖ ହେଇଥାଉ, ସତରେ ନଥାଏ ଆଜ୍ଞା, କେବଳ ଦେଖାଯାଇଥାଏ। ସେଇ ଲୋକମାନେ ଆପଣଙ୍କର ବହୁତ ନିଜର ହୋଇଥାନ୍ତି ଆଜ୍ଞା। ଯେଉଁ ଲୋକମାନେ ଆପଣଙ୍କ ସ୍ୱରରୁ ଆପଣଙ୍କର ସୁଖ ଦୁଃଖକୁ ଜାଣିପାରନ୍ତି। ଆପଣ ବିଶ୍ୱାସ କରିବେନି, କିନ୍ତୁ ସତ, ଦିନ ଥିଲା ପଡ଼ିଶା ଲୋକମାନେ ମଧ୍ୟ ଘରର ପ୍ରତିଟି ସୁଖ ସୁବିଧାରେ ସାହାଯ୍ୟ ସହଯୋଗ କରୁଥିଲେ। ଆଉ ଆଜି ନିଜ ଘର ଭିତରେ ବି
ଜାଣିନି କେତେ ବା ପଡ଼ୋଶୀ ଅଛନ୍ତି। ଯଦି କୌଣସି ବି ସମ୍ପର୍କରେ ଆପଣ ସବୁବେଳେ ରହିବା ପାଇଁ ଚାହାନ୍ତି, ତେବେ କେବଳ ସୁଖ ସୁବିଧାରେ ନୁହଁ ବନ୍ଧୁ, ବରଂ ସେ ମଣିଷର ଦୁଃଖ ସମୟରେ ବି ଟିକେ ଠିଆ ହେଇ ଦେଖ। ଆଜି ମୋତେ ଛାଡ଼ି ଚାଲି ଯାଇଥିବା ଲୋକମାନେ ଶୁଣ, ଦିନ ଆସିବ ମୋ ମୁହଁରୁ ଶବ୍ଦଟିଏ ଶୁଣିବା ପାଇଁ ମଧ୍ୟ ତୁମେ ବ୍ୟାକୁଳ ହୋଇଯିବ। ମୁଁ ଭଲ ପାଇବାର କଥା କ'ଣ ତୁମ ନାଁରେ କେବେ ଅଭିଯୋଗ ବି କରିବିନି।